ଉଦ୍ଦେଶ୍ୟରେ କିଛି ବକ୍ତବ୍ୟ ପରିବେଷଣ କରିବାକୁ ଯାଉଛୁ ତାଙ୍କୁ କରତାଳି ଦ୍ୱାରା ଉତ୍ସାହିତ କରନ୍ତୁ। ପୂଜ୍ୟ ଗୁରୁଜୀ ଗୁରୁମୃତ ସୁଜନ ମଣ୍ଡଳ ଏବଂ କାର୍ଯ୍ୟ ସଭାରେ ଉପସ୍ଥିତ ଥିବା ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜି ହେଉଛି ପବିତ୍ର ମାତୃ ଦିବସ। ଏହି ମାତୃ ଦିବସ ଉପଲକ୍ଷେ ମୋତେ କିଛି କହିବାର ସୁଯୋଗ ମିଳିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଜନନୀ ଜନ୍ମଭୂମି ତ ସ୍ୱର୍ଗବ୍ୟାପୀ କରିଅଛି। ମା ଶବ୍ଦଟି ଏକ କୋମଳ, ସୁନ୍ଦର ଏବଂ ମଧୁର ଶବ୍ଦ ଅଟେ। ମା ଶବ୍ଦର ଅର୍ଥ ହେଉଛି ଧନଦାୟୀ ଲକ୍ଷ୍ମୀ। ପ୍ରଥମେ ପ୍ରାଚୀନ ଗ୍ରୀସ ଦେବତା ମା ରିଆଙ୍କ ସମାନରେ ଏହି ଦିବସ ପାଳିତ ହୋଇଥିଲା। ଇଂଲଣ୍ଡର ମେ 4 ରବିବାର ଦିନ ଏହି ଦିବସଟି ପାଳିତ ହୋଇଥିଲା। ୟୁରୋପରେ ଏହି ପବିତ୍ର ଦିବସକୁ ସମାରୋହ ସହିତ ପାଳନ କରାଯାଉଥିଲା। ମାଙ୍କୁ ସମ୍ମାନ ଜଣାଇବା ସହିତ ଲୋକେ ଚର୍ଚ୍ଚକୁ ଯାଇ ନିଜ ମାଙ୍କ ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରୁଥିଲେ। ଏହି ପରବର୍ତ୍ତୀ ସମୟରେ ବିଭିନ୍ନ ଦେଶରେ ମାତୃ ଦିବସ ପାଳନ କରାଯାଇଥିଲା। ଡେନମାର୍କ, ଫିନଲାଣ୍ଡ, ଇଟାଲୀ, ତୁର୍କୀ ଓ ଅଷ୍ଟ୍ରେଲିଆ ସମେତ ପୃଥିବୀର ବିଭିନ୍ନ ଦେଶରେ ମାତୃ ଦିବସ ମେ ମାସ 2 ରବିବାର ପାଳିତ କରାଯାଉଥିଲା। ମା ହେଉଛି ଦୟାଳୁ, କ୍ଷମାଦାତ୍ରୀ, ସୃଜନଶୀଳତା, ତ୍ୟାଗ, ତିତିକ୍ଷା ଓ ସେବା ମାର ବିଶେଷତ୍ୱ। ମା ସନ୍ତାନ ପାଇଁ ଯାହା କରେ ତାହା କାହା ଆଗରେ ବର୍ଣ୍ଣନା କରାଯାଇ ପାରିବ ନାହିଁ କି କାହା ଆଗରେ ମଧ୍ୟ ଆଗକୁ ବର୍ଣ୍ଣନା କରାଯାଇ ପାରିବ ନାହିଁ। ବିଶ୍ୱମାତା ସର୍ବଦା ସର୍ବକାଳର ସମସ୍ତଙ୍କର ନମସ୍ୟ। ମା ହେଉଛି ଏକ ମା ଅଗ୍ନି, ଜଳ, ବାୟୁ ଏହି ତିନୋଟି ଶବ୍ଦକୁ ନେଇ ମା ଶବ୍ଦଟି ଗଢ଼ା ହୋଇଛି। ମା ଆମକୁ ତା ଗର୍ଭରେ 10 ମାସ 10 ଦିନ ରଖି ଆମକୁ ସେ ଜନ୍ମ ଦିଏ। ମା ଆମ ପାଇଁ ଯାହା କରିଛି ଆମେ ତା ଋଣ କେବେ ହେଲେ ଶୁଝିପାରିବା ନାହିଁ। ମା ନିଜେ ଭୋକିଲେ ରହି ଆମକୁ ଖୁଆଏ। ମା ନିଜେ ଦୁଃଖରେ ରହି ଆମକୁ ହସାଏ। ଏଥିପାଇଁ ମୁଁ ବକ୍ତବ୍ୟ ଶେଷ କରୁଛି।